ଆପଣ କେବେ ଜଣେ ଚାଲି ନ ପାରୁଥିବା ମଣିଷକୁ ଦୌଡ଼ିବାର ଦେଖିଛନ୍ତି? କିମ୍ବା ଜଣେ ଖାଲି ପକେଟ ଥିବା ମଣିଷକୁ କୋଟି କୋଟି ଟଙ୍କାର ସ୍ୱପ୍ନ କିଣିବାର ଦେଖିଛନ୍ତି କି? ଆମେ ସମସ୍ତେ ଭାବୁ ଯେ ବାପାମାନେ ବହୁତ କଠୋର, ସେମାନେ ଆମକୁ ବୁଝନ୍ତି ନାହିଁ। କିନ୍ତୁ ଆଜିର ଏହି କାହାଣୀ ଶୁଣିବା ପରେ ଆପଣ ହୁଏତ ଆଜି ରାତିରେ ଶୋଇପାରିବେନି, କାରଣ ଆଜି ମୁଁ ସେହି ସୁପର ହିରୋର ମୁଖା ଖୋଲିବାକୁ ଯାଉଛି, ଯାହାକୁ ଦୁନିଆ ବାପା ବୋଲି କହେ। ରାହୁଲ ଆଜି ସହରର ବଡ଼ ସଫ୍ଟୱେୟାର ଇଞ୍ଜିନିୟର। ଗାଡ଼ି ବଙ୍ଗଲା ସବୁ ଅଛି, କିନ୍ତୁ ଗୋଟିଏ ଜିନିଷ ନାହିଁ, ତାହା ହେଉଛି ଧୈର୍ଯ୍ୟ। ଘରେ ବସିଥିବା ବୁଢ଼ା ବାପା ହରିବାବୁ ଯେତେବେଳେ କାଶନ୍ତି, ରାହୁଲ ବିରକ୍ତ ହୋଇଯାଏ। ସେଦିନ ରାହୁଲ ରାଗରେ କହିଦେଲା, ବାପା, ତୁମେ ଜୀବନ ସାରା ଖାଲି ଅଭାବରେ ରହିଛ। ଆଜି ମୋ ପାଖରେ ସବୁ ଅଛି, ତଥାପି ତୁମର ଏହି ପୁରୁଣା ଅଭ୍ୟାସ ଗଲାନି। କ'ଣ କରିଛ ତୁମେ ମୋ ପାଇଁ? ଏହି 20,000 ଟଙ୍କାର ଚାକିରି ଛଡ଼ା ଆଉ ତୁମେ କିଛି କରିପାରିଛ କି? ହରିବାବୁ କିଛି କହିଲେନି। ତାଙ୍କ ଥରୁଥିବା ହାତରେ ସେ ଚଷମାଟିକୁ ପୋଛିଲେ, ଆଉ ଧୀରେ ଧୀରେ ନିଜ ରୁମ୍କୁ ଚାଲିଗଲେ। ସେଦିନ ରାତିରେ ରାହୁଲକୁ ନିଦ ଆସୁନଥିଲା। କିଛି ଗୋଟେ ଅଜଣା ଅନୁତାପ ତାକୁ ଭିତରୁ କୁରେଇ କୁରେଇ ଖାଉଥିଲା। ସେ ଭାବିଲା ବାପାଙ୍କ ପାଖକୁ ଯାଇ କ୍ଷମା ମାଗିବ, କିନ୍ତୁ ସେ ଯାହା ଦେଖିଲା ତାର ପୁରା ଦୁନିଆ ଓଲଟ ପାଲଟ ହୋଇଗଲା। ବାପାଙ୍କ ରୁମ୍ରେ ଲାଇଟ୍ ଜଳୁଥିଲା। ବାପା ଖଟ ତଳୁ ଗୋଟିଏ ଧୂଳି ଲାଗିଥିବା ବାକ୍ସ ବାହାର କରୁଥିଲେ। ରାହୁଲ କବାଟ ସନ୍ଧିରେ ଦେଖିଲା ବାପା ସେହି ବାକ୍ସରୁ ଗୋଟିଏ ଚିରା ଜୋତା ବାହାର କଲେ, ଆଉ ସେହି ଜୋତାକୁ ତାଙ୍କ ଛାତିରେ ଲଗେଇ କାନ୍ଦୁଥିଲେ। ରାହୁଲ ରୁମ୍ ଭିତରକୁ ପଶିଗଲା। ବାପାଙ୍କ ହାତରୁ ସେହି ବାକ୍ସଟିକୁ ଛଡ଼େଇ ନେଲା। ଭିତରେ କିଛି ପୁରୁଣା ଖବରକାଗଜର କଟିଂ ଥିଲା। ହେଡଲାଇନ୍ ଥିଲା, ଓଡ଼ିଶାର ଦ୍ରୁତତମ ଧାବକ ହରିବାବୁଙ୍କ ଗୋଡ଼ରେ ଗୁରୁତର ଆଘାତ, ଅଲମ୍ପିକ ସ୍ୱପ୍ନ ଏବେ ଅଧାରେ। ରାହୁଲ ସ୍ତବ୍ଧ ହୋଇଗଲା। ସେ ଜାଣିନଥିଲା ଯେ ତା ବାପା ଜଣେ ନ୍ୟାସନାଲ ଚାମ୍ପିୟନ ଥିଲେ। ସେଠାରେ ଗୋଟିଏ ଚିଠି ଥିଲା। ସେ ଚିଠିରେ ଲେଖା ଥିଲା, ଆଜି ମୋ ପୁଅର ଆଡମିସନ ପାଇଁ ଟଙ୍କା କମ୍ ପଡ଼ିଲା। ମୋ ଗୋଡ଼ର ଅପରେସନ ପାଇଁ ରଖିଥିବା ସବୁ ଟଙ୍କା ଆଜି ପୁଅର ସ୍କୁଲ ଫିସ୍ରେ ଦେଇଦେଲି। ମୋ ଗୋଡ଼ ତ କେବେଠୁ ହାରି ଯାଇଛି, କିନ୍ତୁ ମୋ ପୁଅ ଯେମିତି ଏ ଦୁନିଆ ଆଗରେ କେବେ ନ ହାରେ। ତେଣୁ ଡାକ୍ତର ବାବୁ ଯଦି ପାରିବେ ମୋତେ କ୍ଷମା କରିଦେବେ, ମୁଁ କାଲି ଯାଇପାରିବି ନାହିଁ। ଇତି ଆପଣଙ୍କ ପ୍ରିୟର ହରିବାବୁ। ଏସବୁ ପଢ଼ିବା ପରେ ରାହୁଲ ଆଖିରୁ ଲୁହ ନୁହେଁ, ପଶ୍ଚାତାପର ନିଆଁ ଝରୁଥିଲା। ସେ ବୁଝିଗଲା, ଯେଉଁ ମଣିଷକୁ ସେ ଫେଲୁଅର ବୋଲି କହୁଥିଲା, ସେ ତ ଅସଲରେ ଜଣେ ବଳିଦାନୀ ଯୋଦ୍ଧା। ରାହୁଲ ସେଦିନ ପ୍ରତିଜ୍ଞା କଲା, ସେ ଚାକିରି ଛାଡ଼ିଲା ନାହିଁ, କିନ୍ତୁ ସେ ପୁଣି ଥରେ ଗ୍ରାଉଣ୍ଡକୁ ଫେରିଲା। ସେ ବାପାଙ୍କ ସେହି ଅଧା ରହିଥିବା ସ୍ୱପ୍ନକୁ ନିଜ ଆଖିରେ ସଜାଇଲା। ପ୍ରତିଦିନ ସକାଳ 4ଟାରୁ ସେ ଦୌଡ଼ିବା ଆରମ୍ଭ କରିଦେଲା। ଲୋକ କହିଲେ ଏଇଟା ପାଗଳଟା। ବାପା କହିଲେ, କିନ୍ତୁ ତୁ ପୁଅ କ'ଣ କରୁଛୁ? ରାହୁଲ କେବଳ ଗୋଟିଏ କଥା କହିଲା, ବାପା, ଏଥର ତମ ଗୋଡ଼ ନୁହେଁ, ତୁମ ସ୍ୱପ୍ନ ଦୌଡ଼ିବ। ଠିକ୍ 2 ବର୍ଷ ପରେ ଷ୍ଟାଡିୟମରେ ହଜାର ହଜାର ଲୋକ, 400 ମିଟରର ଫାଇନାଲ ରେସ୍। ରାହୁଲ ଟ୍ରାକ୍ ଉପରେ ଛିଡ଼ା ହୋଇଛି। ତାର ନିଜର ଫିନିଶ ଲାଇନ୍ ଉପରେ ନଜର ନାହିଁ, ବରଂ ଗ୍ୟାଲେରୀର ଶେଷ ସିଟ୍ରେ ବସିଥିବା ବାପାଙ୍କ ଉପରେ ନଜର ଅଛି। ହୁଇସିଲ ବାଜିଲା। ରାହୁଲ ଦୌଡ଼ିଲା। ସେ ଜିତିବା ପାଇଁ ଦୌଡ଼ୁନଥିଲା, ବରଂ ସେ ତା ବାପାଙ୍କ ହରାଇଥିବା ସମ୍ମାନ ଫେରିବାକୁ ଦୌଡ଼ୁଥିଲା। ଶେଷ 10 ମିଟରରେ ତା ଶ୍ୱାସ ଅଟକି ଯାଉଥିଲା, କିନ୍ତୁ ତା କାନରେ ବାପାଙ୍କ ସେହି ଚିରା ଜୋତାର ଶବ୍ଦ ବାରମ୍ବାର ଶୁଭୁଥିଲା। ସେ ଲାଇନ୍ କ୍ରସ୍ କଲା। ଗୋଲ୍ଡ ମେଡାଲ ଷ୍ଟାଡିୟମ କରତାଳିରେ ଫାଟି ପଡ଼ୁଥିଲା, କିନ୍ତୁ ରାହୁଲ ମେଡାଲ ନେଇ ସିଧା ଦୌଡ଼ିଲା ନିଜ ବାପାଙ୍କ ପାଖକୁ। ସେଠାରେ ସେ ସାରା ଦୁନିଆ ଆଗରେ ଆଣ୍ଠୁ ମାଡ଼ି ବସିଗଲା ଏବଂ ସେହି ମେଡାଲଟିକୁ ବାପାଙ୍କ ପାଦ ତଳେ ରଖିଦେଲା। ସେଦିନ ରାହୁଲ ଗୋଟିଏ କଥା ଶିଖିଲା, ଜୀବନରେ ସଫଳ ହେବା ଏତେଟା ବି ବଡ଼ କଥା ନୁହେଁ, କିନ୍ତୁ ନିଜ ସଫଳତା ଦ୍ୱାରା ବାପାଙ୍କ ଶୁଖିଲା ମୁହଁରେ ହସ ଫୁଟେଇବା ପ୍ରକୃତରେ ଅସଲ ଜିତିବା।
ବାପା ହେଉଛନ୍ତି ସେହି ବଟ ବୃକ୍ଷ ଯିଏ ନିଜେ ଖରାରେ ପୋଡ଼ି ହୋଇ ତୁମକୁ ଛାଇ ଦିଅନ୍ତି। ତାଙ୍କୁ ଆଦର କରନ୍ତୁ, ତାଙ୍କୁ ସମ୍ମାନ ଦିଅନ୍ତୁ, କାରଣ ଯେଉଁଦିନ ଏହି ଛାଇ ଚାଲିଯିବ ନା, ସେଦିନ ଦୁନିଆର ଖରା ସହିବା ଅସମ୍ଭବ ହୋଇପଡ଼ିବ। ବାପାଙ୍କ ପକେଟରେ ଟଙ୍କା ଥାଉ କି ନଥାଉ, କିନ୍ତୁ ପୁଅର ସ୍ୱପ୍ନ ପାଇଁ ତାଙ୍କ ପାଖରେ ସବୁବେଳେ ବିଶ୍ୱାସ ଥାଏ। ସେ ନିଜେ ଛିଣ୍ଡା ଗଞ୍ଜି ପିନ୍ଧି ପାରନ୍ତି, କିନ୍ତୁ ପୁଅ ଦେହରେ ବ୍ରାଣ୍ଡେଡ୍ ସାର୍ଟ ଦେଖିଲେ ତାଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇଯାଏ। ଦୁନିଆରେ କେବଳ ବାପା ହିଁ ଜଣେ ଏମିତି ମଣିଷ ଯିଏ ଚାହାନ୍ତି ତାଙ୍କ ପୁଅ ତାଙ୍କଠାରୁ ବି ଅଧିକ ସଫଳ ହେଉ। ବାକି ସମସ୍ତେ ତ ତୁମ ସଫଳତାକୁ ଦେଖି ଜଳିବା ପାଇଁ ଅପେକ୍ଷା କରିଥାନ୍ତି। ଯେଉଁ ପାଦରେ କେବେ ଚପଲ ନଥିଲା, ସେହି ପାଦ ଆଜି ତୁମକୁ ଦାମୀ ଗାଡ଼ିରେ ବସାଇବା ପାଇଁ ଦିନ ରାତି ଖଟୁଛି। ବାପାଙ୍କୁ ସମ୍ମାନ ଦିଅନ୍ତୁ, କାରଣ ସେ ନଥିଲେ ଆଜି ତୁମେ ଶୂନ୍ୟ ଅଟ। ସଂଘର୍ଷର କୌଣସି ଶବ୍ଦ ନଥାଏ, ତାହା ତ କେବଳ ବାପାଙ୍କର ଅକୁହା ଚିନ୍ତା ଏବଂ ମାଙ୍କ ଆଖିର ଅଦୃଶ୍ୟ ଲୁହରେ ଲେଖା ଥାଏ। ଘରର ମୂଳଦୁଆ ଦେଖାଯାଏନି ସତ, କିନ୍ତୁ ସେଇଥିପାଇଁ ଘର ଛିଡ଼ା ହୋଇଥାଏ। ବାପା ବି ଠିକ୍ ସେମିତି ଅଟନ୍ତି। ତାଙ୍କ ସ୍ନେହ ଦେଖାଯାଏନି, କିନ୍ତୁ ତାଙ୍କ ଉପସ୍ଥିତି ହିଁ ପରିବାରକୁ ସୁରକ୍ଷିତ ରଖିଥାଏ। ବାପାଙ୍କ ଗାଳିରେ ଅପମାନ ନୁହେଁ, ଅନୁଭବ ଥାଏ। ପୁଅ ପାଇଁ ଘୋଡ଼ା ସାଜିବା ଠାରୁ ଆରମ୍ଭ କରି ପୁଅର ସ୍ୱପ୍ନ ପାଇଁ ଗଧ ଭଳି ଖଟିବା ଯାଏ ବାପା ସବୁକିଛି କରିପାରନ୍ତି। ମୂଲ୍ୟବାନ ସେହି ଜିନିଷ ନୁହେଁ ଯାହା ତୁମେ ବଜାରରୁ କିଣୁଛ, ମୂଲ୍ୟବାନ ତ ସେହି ଝାଳ ଯାହାକୁ ବାପା ତୁମ ପାଇଁ ବୁହାଇ ଚାଲିଛନ୍ତି। ବାପାଙ୍କ ହାତର କଠିନତାକୁ ଦେଖି ତାଙ୍କୁ କେବେ ଖରାପ ଭାବନ୍ତୁ ନାହିଁ। ସେହି ହାତ ଘଷି ହୋଇ ହୋଇ କାଳେ ତୁମ ଭବିଷ୍ୟତକୁ ଚିକଣ କରିଥାଏ। ସବୁ ସୁପର ହିରୋ କ୍ୟାପ୍ ପିନ୍ଧନ୍ତି ନାହିଁ, କିଛି ଲୋକ ଚିରା ପଞ୍ଜାବୀ ଆଉ ପୁରୁଣା ଜୋତା ପିନ୍ଧି ମଧ୍ୟ ପରିବାରର ସମ୍ପୂର୍ଣ୍ଣ ଦୁନିଆ ବଦଳାଇ ଦିଅନ୍ତି। ଅଭାବ ଯାହାର ସାଥୀ, ସେ ହିଁ ଜାଣେ ସ୍ୱପ୍ନର ମୂଲ୍ୟ କେତେ। ଆଉ ବାପା ଯାହାର ମୁଣ୍ଡ ଉପରେ ଅଛନ୍ତି, ସେ ହିଁ ଜାଣେ ଦୁନିଆର ସବୁଠାରୁ ବଡ଼ ସମ୍ପତ୍ତି କ'ଣ। ଜୀବନରେ ସଫଳ ହେବା ବଡ଼ କଥା ନୁହେଁ, କିନ୍ତୁ ସଫଳ ହେବା ପରେ ବାପାଙ୍କ ଆଖିରେ ଖୁସିର ଲୁହ ଦେଖିବା ହିଁ ଅସଲ ସାର୍ଥକତା ଅଟେ। ବାପା ହେଉଛନ୍ତି ସେହି ବରଗଛ ଯେ ନିଜେ ଖରାରେ ପୋଡ଼ି ହୋଇ ପରିବାରକୁ ଥଣ୍ଡା ଛାଇ ଦେଇଥାନ୍ତି। ଯଦି ଆପଣ ବି ନିଜ ବାପାଙ୍କୁ ସତରେ ଭଲ ପାଆନ୍ତି, ତେବେ ନିଶ୍ଚୟ କମେଣ୍ଟରେ ଲେଖନ୍ତୁ, ଲଭ୍ ୟୁ ବାପା। ଆଉ ଗୋଟେ କଥା, ଯଦି ଭିଡ଼ିଓଟି ସତରେ ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। ଭାଇ ଗୋଟିଏ ଲାଇକ୍ଟି ନିଶ୍ଚୟ କରନ୍ତୁ। ଯଦି ନୂଆ ଥାନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିଦିଅନ୍ତୁ। ବନ୍ଧୁ, ଗୋଟେ କଥା କହିବି, ଥରେ ନିଜ ବାପାଙ୍କ ଚେହେରାକୁ ଅନାନ୍ତୁ, ଥରେ ନିରୀକ୍ଷେଇକି ନିଜ ବାପାଙ୍କୁ ଦେଖନ୍ତୁ। ଆପଣଙ୍କୁ କ'ଣ ଦେଖାଯାଉଛି ଥରେ ଭାବନ୍ତୁ, ଆଉ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ କୃଷ୍ଣ। ଧନ୍ୟବାଦ।